ଓଡ଼ିଆ ଜାତିର ଗୌରବ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଏକ ମନଛୁଆଁ ଗଳ୍ପ ରେବତୀ। କଟକ ଜିଲ୍ଲାର ହରିହରପୁର ପ୍ରଗଣା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ତାର ପାଟପୁର। ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର, ଆଗିଲି ପିଛିଲି 4 ବଖରା, ଖଞ୍ଜା ପାଚେରୀ, ଚାଳିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡ ଦୁଆର, ପଛକୁ ବାଡ଼ି ଦୁଆର। ଦାଣ୍ଡ ଦୁଆର ମେଲା କଲେ ଦାଣ୍ଡ ଲୋକେ ବସା ଉଠା କରନ୍ତି। ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି। ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା 2 ଟଙ୍କା। ଦରମା ଛାଡ଼ି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦିରୁ 2 ପଇସା ହାତ ପୈଠ ହୁଏ। ସବୁ ମିଶାଇଲେ ମାସକୁ 4 ଟଙ୍କାରୁ ଊଣା ହେବ ନାହିଁ। ସଂସାର ଏକରକମ ଚଳେ। ଏକରକମ କିଆଁ? ବୋଇଲେ ଭଲ ଚଳେ। ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ। ବାଡ଼ିରେ ଶାଗ ମାଛ ଛାଡ଼ି ସଜନା 2 ଗଛ, ଘରେ ଲଗା ପଡ଼ିଆ ବରଷ ବିଆଣି, ଗାଈ 2ଟା ବନ୍ଧା, ଦୁଧ ଟିକିଏ, ଚହ୍ଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ। ବୁଢ଼ୀ ଚଷୁ ମିଶାଇ ଘଷି ତାଡ଼ିଦିଏ। କାଠ କିଣେ ବୋଧେ ନାହିଁ। ଜମିଦାର 3.5 ମାଣ ଜମି ଚଷିବାକୁ ଦେଇଛନ୍ତି। ଧାନ ବଳେ ନାହିଁ କି କମେ ନାହିଁ। ଶ୍ୟାମବନ୍ଧୁଟି ବଡ଼ ସିଧାସଳଖ ଲୋକ। ପ୍ରଜାମାନେ ମାନନ୍ତି, ସୁଖ ପାଆନ୍ତି। ବାପରେ ଧନରେ କହି କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ। କାହାରିଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ। ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ। ସେ 4 ଆଙ୍ଗୁଳି ତାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ଚାଳରେ ଗୁଞ୍ଜି ଦେଇଯାଏ। ଜମିଦାର ପିଆଦା ଆସିଲେ ଗାଁକୁ ଛାଡ଼େ ନାହିଁ। ଆପେ ହାତ ଓଠ ଧରି ଧୂଆଁଖିଆ 2 ପଇସା ଅଣ୍ଟାରେ ଗୁଞ୍ଜି ଦେଇ ବିଦା କରେ। ଶ୍ୟାମବନ୍ଧୁ ଘରେ ଖାଇବାକୁ କୁଟୁମ୍ବ ମାତ୍ର 4 ଜଣ। ଆମେ 2 ପରାଣୀ, ମା ବୁଢ଼ୀ, 10 ବର୍ଷର ଗୋଟିଏ ଝିଅ। ଝିଅର ନାମ ରେବତୀ। ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି କୃପାସିନ୍ଧୁ ବନ୍ଦନ ଗାଏ। ଆଉ ଭଜନ ମଧ୍ୟ ଗାଏ। କେବେ କେବେ କାଠ ରୁଖାଟି ଉପରେ ବୈଠାଟିଏ ଥୋଇ ଭାଗବତ ପଢ଼େ। ରେବତୀ ପାଖରେ ବସି ଶୁଣୁଥାଏ। ସେ ମୁହେଁ ମୁହେଁ ଢେର ଭଜନ ଶିଖିଗଲାଣି। ତା ପିଲା ମୁହଁକୁ ଭଜନଗୁଡ଼ିକ ଖୁବ୍ ମାନେ। ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁର କୌଣସି ଲୋକ ଆସି ଶୁଣନ୍ତି। ରେବତୀ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା। ସେଇଠି ଗାଇଲେ ଶ୍ୟାମବନ୍ଧୁ ବଡ଼ ଖୁସି ହୁଏ। ପ୍ରତିଦିନ ଝିଅକୁ ଗାଇବାକୁ କହେ। ରେବତୀ ଗାଏ। କାଗେ କରିବି ଗୁହାରି, ତୁମ୍ଭେ ନ ଚାହିଁଲେ ନାଥେ ଗରିବ ଜୀବ ମରି। କରବା ନ କର ତ୍ରାଣ, ପଦେ ସମର୍ପିଛି ମୋର ପ୍ରାଣ। ହୃଦେ ଅଛି ତବ ନାମ ଧରି, ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ହେ ହରି। ଶୀତଳ କର ଜୀବନ, ପ୍ରେମାମୃତ ଦାନ କରି। 2 ବର୍ଷ ତଳେ ସ୍କୁଲରେ ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ। ଗ୍ରାମର ମୁଖିଆ କେତେଜଣ ଲୋକ କୁହାପୋଛା କରିବାରୁ ଦୀପୋଟି ବାବୁ ଓଡ଼ିଶା ବିଭାଗର ଇନ୍ସପେକ୍ଟରଙ୍କ ଠାରୁ ରିପୋର୍ଟ କରି ଗୋଟିଏ ଅପରସ୍ଥ ପ୍ରାଇମେରୀ ସ୍କୁଲ ବସାଇ ଦେଇଛନ୍ତି। ଶିକ୍ଷକ ବେତନ ମାସକୁ 4 ଟଙ୍କା। ଏହି 4 ଟଙ୍କା ସରକାରରୁ ମିଳେ। ଏହାଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି। ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଦାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର। ନାମ ବାସୁଦେବ। ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ। ଟୋକାଟାର ଭିତର ବାହାର ସବୁ ସୁନ୍ଦର। ଗାଁ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ। ବୟସ ଅନ୍ଦାଜ 20। ସୁନ୍ଦର ରୂପ, ଯେମନ୍ତ ଗୋଟିଏ ଚାଉଳରେ ଗଢ଼ା। ପିଲାଦିନେ ପାହୁଳା ରୋଗ ହୋଇଥିଲା। ତା ମା ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା। ସେ ଚିହ୍ନ ଆଜିଯାଏ ଅଛି। ହେଲେ ସେ ଚିହ୍ନ ତାକୁ ମାନେ। ବାସୁଦେବ ପିଲାକାଳରୁ ମା ବାପ ଛେଉଣ୍ଡ। ମାମୁଁ ଘରେ ରହି ମଣିଷ ହୋଇଛି। ବାସୁଦେବ ଜାତିରେ କରଣ। ଶ୍ୟାମବନ୍ଧୁ ମଧ୍ୟ କରଣ। କେବେ ପୁନେଇ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ
କହି ଆସେ, ବାପା ବାସୁ, ସଞ୍ଜବେଳେ ଟିକେ ଆମ ଘରକୁ ଯିବ, ତୁମ ମାଉସୀ ଡାକିଛନ୍ତି। ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟିଏ ମାୟା ଲାଗିଗଲାଣି। ରେବତୀ ବାସୁକୁ ଦେଖିଲେ କହେ, ଆହା, ମା ଛେଉଣ୍ଡଟି କ'ଣ ଖାଏ, କିଏ ତା ଖାଇବା ଦେଖୁଛି। ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ଘର ପାଖରେ ଘଡ଼ିଏ ଅଧେ ବସି ଆସେ। ବାସୁକୁ ଦୂରରୁ ଦେଖିଲେ ବାସୁ ଭାଇ ଅଇଲେ ବୋଲି ରେବତୀ ପାଟି କରି ବାପାକୁ କହେ। ରେବତୀ ସଞ୍ଜବେଳେ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନ ଗୁଡ଼ିକ ବାସୁକୁ ଶୁଣାଏ। ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ। ଦିନେ ସେ କଥା ପଡ଼ୁ ପଡ଼ୁ ଶ୍ୟାମବନ୍ଧୁ ଶୁଣିଲେ କଟକରେ ଗୋଟିଏ ଝିଅ ସ୍କୁଲ ଅଛି, ସେଠାରେ ଝିଅମାନେ ପଢ଼ନ୍ତି, ଲୁଗା ସିଆଁ ଶିଖନ୍ତି। ସେହି ଦିନଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ କହିଲା। ବାସୁ ଶ୍ୟାମବନ୍ଧୁକୁ ପିତୃତୁଲ୍ୟ ମାନେ କହିଲା, ଆଜ୍ଞା, ମୁଁ ସେହି କଥାଟା କହିବି ହେଉଥିଲି। ଦୁଇ ଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାକୁ ସ୍ଥିର ହେଲା। ରେବତୀ ପାଖରେ ବସି ଶୁଣୁଥିଲା। ଦୁଇ ଚିଲାରେ ଘର ଭିତରକୁ ଯାଇ ମାଆକୁ ଆଉ ଜେଜିକୁ ମୁଁ ପାଠ ପଢ଼ିବି ଖବର ଦେଲା। ମା କହିଲେ, ହଉ ହଉ ପଢ଼ିବୁ। ଜେଜି କହିଲେ, ପାଠ କ'ଣ ଲୋ, ମାଇକିନିଆ ଝିଅଟା, ପାଠ କ'ଣ? ରନ୍ଧା ବଢ଼ା ଶିଖି, ପିଠାପଣା କରି ଶିଖି, ଝୋଟି ଦିଆ ଶିଖି, ଦହି ମୁହାଁ ଶିଖି, ପାଠ କ'ଣ? ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବ କାଠ ପିଢ଼ା ଉପରେ ବସି ଭାତ ଖାଉଛନ୍ତି। ରେବତୀ ସାଙ୍ଗରେ ବସି ଖାଉଛି। ବୁଢ଼ୀ ଆଗରେ ବସି ଭାତ ପୁଞ୍ଜାଏ ଆଣ, ଡାଲି ପାଣି ଟିକିଏ ପକେଇ ଯା, ଲୁଣ ଟିକିଏ ଦେ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି। କଥାରେ ବୁଢ଼ୀ କହି ବସିଲେ, ହଁ ରେ ଶ୍ୟାମ, ରେବତୀ ପାଠ ପଢ଼ିବ? ପାଠ କ'ଣ ରେ? ତିରିଲା ଝିଅର ପାଠ ପଢ଼ା କ'ଣ? ଶ୍ୟାମବନ୍ଧୁ କହିଲେ, ହେଉ, କହୁଛି ତ ପଢ଼ୁ। ଝଙ୍କଡ଼ ପଟ୍ଟନାୟକ ଘର ଝିଅମାନେ ତ ଭାଗବତ ବୋଲି ପାରନ୍ତି, ବୈଦେହୀଶ ବିଳାସ ଛନ୍ଦ ଗାଆନ୍ତି। ରେବତୀ ଭାରି ଖପା ହୋଇଯାଇ ଜେଜିଙ୍କୁ ଗାଳି ଦେଇ କହିଲା, ଯାଆଲୋ ବୁଢ଼ୀ, ଡୁଗୁରୁଟା। ତାହା ବାଦ ଅଳି କରି ବାପାକୁ କହିଲା, ନାଇଁ ବାପା, ମୁଁ ପାଠ ପଢ଼ିବି। ଶ୍ୟାମବନ୍ଧୁ କହିଲେ, ହଁ, ତୁ ପଢ଼ିବୁ, ସେ କଥା ଏତିକି। ତହିଁ ଆର ଦିନ ଉପରଓଳି ବାସୁଦେବ ସୀତାନାଥ ବାବୁଙ୍କ ପ୍ରଥମ ପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ଼ ଖୁସି ହୋଇ ବାପା ପାଖରେ ବସି କିତାରେ ମୂଳ ପୁଡ଼ାଠାରୁ ଶେଷ ପୁଡ଼ା ଯାଏ ଓଲଟାଇ ଦେଖିଲା। ସେଥିରେ ହାତୀ, ଘୋଡ଼ା, ଗୋରୁ ଇତ୍ୟାଦିର ଛବି ଦେଖି ଭାରି ଖୁସି ହୋଇଗଲା। ରଜାମାନେ ହାତୀ ଘୋଡ଼ା ବାନ୍ଧି ଖୁସି ହୁଅନ୍ତି, କେହି ହାତୀ ଘୋଡ଼ା ଚଢ଼ି ଖୁସି ହୁଏ। ଆମ ରେବି ଛବି ଦେଖି ଭାରି ଖୁସି। ରେବି ଧାଇଁ ମାଆକୁ କିତାବର ଛବି ସବୁ ଦେଖାଇଲା। ତାହା ବାଦ ଜେଜିକୁ ଦେଖାଇଲା। ଜେଜି କିଞ୍ଚିତ ବିରକ୍ତ ହୋଇ କହିଲା, ହଁ ଯା। ରେବି ତାକୁ ଦୂର ଗାଳି ଦେଇ ଫେରିଆସିଲା। ଆଜି ଦିନଟି ଭଲ, ଶ୍ରୀ ପଞ୍ଚମୀ। ରେବତୀ ସକାଳୁ ବୁଡ଼ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଛି। ବାସୁ ଭାଇ ଆସିଲେ କିତାବ ପଢ଼ାଇ ଦେବେ। ବୁଢ଼ୀ ଭୟରେ ବିଦ୍ୟାରମ୍ଭ ଆୟୋଜନ କିଛି ହୋଇନାହିଁ। ବେଳ 6 ଘଡ଼ି ସମୟରେ ବାସୁ ଯାଇ ପଢ଼ାଇ ଦେଲା। ସ୍ୱରେ ଅସୁରେ ଆ ହର୍ଷ ଦୀର୍ଘ ହର୍ଷ ଦୀର୍ଘ ଇତ୍ୟାଦି ପ୍ରତିଦିନ ପଢ଼ା ଚାଲିଲା। ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼ାଇ ଦିଏ। 2 ବର୍ଷ ମଧ୍ୟରେ ରେବତୀ ଢେର ପଢ଼ିଗଲାଣି। ମଧୁରାଓଙ୍କର ଛନ୍ଦମାଳା ପଢ଼ାଯିବା ବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ। ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବା ବେଳେ ମା ପୁଅ 2 ଜଣ କଥାବାର୍ତ୍ତା ହେଲେ। ପୂର୍ବେ ବୋଧ କରୁ କିଛି କଥା ହୋଇଥିଲା। ଆଜି ସେହି କଥାର ଉପସଂହାର। ଶ୍ୟାମବନ୍ଧୁ, କି ମା, ଭଲ ହେବ କି ନାହିଁ? ବୁଢ଼ୀ, ହଁ, ଭଲ ତ ହେବ। ଜାତି କଥାଟା ବୁଝୁଛୁ ନା? ଶ୍ୟାମବନ୍ଧୁ କହିଲେ, ମୁଁ ଆଜି ଯାଏ ଆଉ କ'ଣ ବୁଝୁଥିଲି? ଭଲ କରଣ, ଗରିବ ପୁଅ, ହେଲେ କ'ଣ ହେବ, ଜାତି ଭଲ। ବୁଢ଼ୀ କହିଲା,
ଧନ ଦୌଲତ ନାହିଁ ବିଚାରି, ଜାତି କଥାଟା ଆଗେ ପଚାର। ଘରେ ରହିବ ତ? ଶ୍ୟାମବନ୍ଧୁ କହିଲେ। ଘରେ ନ ରହି ଆଉ କୁଆଡ଼େ ଯିବ? ହଜାର ହେଲେ ମାମୁଁ ମାଇଁ ନା ଆଉ କ'ଣ? ରେବତୀ ପାଖରେ ବସି ଭାତ ଖାଉଥିଲା। ଏହି କଥାର ମର୍ମ ସେ କ'ଣ ବୁଝିଲା ସେ ଜାଣେ। ମାତ୍ର ସେହି ଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟ ରକମ ଦେଖୁଅଛୁ। ତାକୁ ବାପା ଆଗରେ ବାସୁଭାଇ ପଢ଼ାଇ ଦେଲେ କିପରି ଗୋଟିଏ ଲାଜ ମାଡ଼େ। ଅକାରଣ ସକାରଣ ସବୁବେଳେ ହସ ମାଡ଼େ। ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ। ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ କୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ। ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳାଇଯାଏ। ପ୍ରତିଦିନ ସଞ୍ଜବେଳେ ଦାଣ୍ଡ ଦୁଆର କବାଟକୁ ଧରି କାହାକୁ ଚାହିଁଥାଏ। ବାସୁ ଆସିଲେ ଘରକୁ ପଳାଏ। ପାଞ୍ଚ ଡାକରେ ବାହାରେ ନାହିଁ। ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢ଼ୀ ଭାରି ଖପା ହୁଏ। ଦେଖୁ ଦେଖୁ ପଞ୍ଚମୀକୁ ପଞ୍ଚମୀ 2 ବରଷ ହୋଇଗଲାଣି। ବିଧାତାଙ୍କର ବିଧାନ, କାହାର ଦିନ ସମାନ ଭାବରେ ଯିବ ନାହିଁ। ଫଗୁଣ ମାସିଆ ଦିନ, କାହିଁ କିଛି ନାହିଁ। ଅଚାନକ କାହୁଁ ବାଡ଼ି ଆସିଲା। ସକାଳେ ଗ୍ରାମରେ ଶୁଣାଗଲା ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡ଼ି ଧରିଛି। ମଫସଲ ଗାଁରେ ବାଡ଼ି ପଡ଼ିଲେ ତାଟି କବାଟ ପଡ଼ିଯାଏ। ବାଡ଼ି ବୁଢ଼ୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି, ଏପରି ସମସ୍ତେ ମଣନ୍ତି। ଦୁଆରକୁ କାହାରି ଆସିବାର ନାହିଁ। ମାଇକିନିଆ ଦୁଇଟା କ'ଣ କରିବେ? ପିଲାଟା ଡକା ପଡ଼ି ଘର ବାହାର ହେଉଛି। ବାସୁଦେବ ଶୁଣି ସ୍କୁଲ ଛାଡ଼ି ଧାଇଁଲା। ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ନାହିଁ। ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ। ପାଣି ଟୋପାଏ ଟୋପାଏ ମୁହଁରେ ଦେଉଥାଏ। ବେଳ 3 ପ୍ରହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇ ଖନେଇ କହିଲା, ବାସୁ 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 ଭୋ ଭୋ କରି ଡକା ପଡ଼ିଲା। ଘରେ ଚହଳ ପଡ଼ିଗଲା। ରେବତୀ ଭୂଇଁରେ ପଡ଼ି ଗଡ଼ୁଥାଏ। ଗ୍ରାମର ଲୋକେ ଶୁଣି କହିଲେ, ହୋଇଗଲା ପରା। ଦେଖୁ ଦେଖୁ ସଞ୍ଜ ବେଳକୁ କିଛି ନାହିଁ। କ'ଣ କରିବେ? ବାସୁଦେବଟା କାଲିକା ପିଲା, ଆଉ 2ଟା ଭୁଆଶୁଣୀ। ଗ୍ରାମର ବନ ସେଠି ଧୋବା ଜଣେ ଜାଣିବା ଶୁଣିବା ଲୋକ। ତା ଦେହକରେ 50 କି 60 ପାର କଲାଣି। କାଲି ହେଲେ ଯିବାକୁ ହେବ, ଆଜି ହେଲେ ଯିବାକୁ ହେବ। ଲୁଗାପଟା 2 ଖଣ୍ଡ ମଧ୍ୟ ମିଳିବାର ଭରସା। ଗାମୁଛାଟିଏ ଅଣ୍ଟାରେ ଭିଡ଼ି ଦେଇ କୁରାଢ଼ିଟାଏ କାନ୍ଧରେ ପକାଇ ହାଜର ହୋଇଗଲା। ଗ୍ରାମର କରଣ ସେହି ଘରକ ଶାଶୁ ବୋହୂ ବାସୁଦେବ 3 ଜଣ ଧରାଧରି କରି କର୍ମ ଚଳାଇଦେଲେ। ସେ ସମୟର କଥାଗୁଡ଼ାକ ଲେଖିବାକୁ ଆଉ ହାତ ଚଳୁନାହିଁ। ଶ୍ମଶାନରୁ ଫେରି ଆସିଲା ବେଳକୁ କୁଆଁ ତରା ଉଇଁଲାଣି। ଘରେ ପଶିବା ମାତ୍ରକେ ରେବତୀ ମା ପୋଖରୀ ପାଣି ଗଲା। ଦେଖୁ ଦେଖୁ ଦିନ 2 ପହର ବେଳେ ଗ୍ରାମରେ ହାଟ ହେଲା। ରେବତୀ ମା ଆଉ ନାହିଁ। ଦିନ ଚାଲିଯାଏ। କାହାରି ଲାଗି ଦିନ ବସି ରହେ ନାହିଁ। କାହାରି ପାଲିଙ୍କି ଉପରେ ପାଟଛତା, କାହାର ବେଡ଼ି ଉପରେ କୋରଡ଼ା। ଦିନ ଯାଉଛି ସମସ୍ତଙ୍କର, ଯିବ ମଧ୍ୟ ସମସ୍ତଙ୍କର। ଦେଖୁ ଦେଖୁ 3 ମାସ କଟିଗଲାଣି। ଶ୍ୟାମବନ୍ଧୁ ଘରେ 2 ଗୋଟି ଗାଈ ଥିଲେ। ତହବିଲ ବାକି ଟଙ୍କା ସକାଳେ ଜମିଦାରଙ୍କ ଘର ଲୋକେ ଆସି ବାନ୍ଧି ଘେନିଗଲେ। ଆମ୍ଭେମାନେ ଜାଣୁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବ ନିର୍ମାଲ୍ୟ ପରି ଜ୍ଞାନ କରେ। ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରୀରେ ପଇଠ ନ କରିବା ଯାଏ ତାର ତ ନିଦ ନାହିଁ। ମାତ୍ର ତାହା ଉପରେ ଟଙ୍କା ଥାଉ ଥାଉ, ଥାଉ ବା ନଥାଉ, ଗାଈ 2ଟି ବଡ଼ ଦୁଧିଆଳି। ଏ କଥା ପୂର୍ବରୁ ଜମିଦାରଙ୍କୁ ଜଣାଥିଲା। ତା ଛଡ଼ା ଜମିଦାର ଚଷିବାକୁ ଯେ 3 ମାଣ ଜମି ଦେଇଥିଲେ ତାହା ଛଡ଼ାଇ ନେଲେଣି। ହଳିଆଟା ବାଁ ଘରେ ଆଉ କିଆ ରହିବ? ଦୋଳ ପୂର୍ଣ୍ଣିମା ଦିନ ସେ ଛାଡ଼ିଗଲା। ବଳଦ 2ଟା 17.5 ଟଙ୍କାରେ ବିକା ଯାଇଥିଲା। 2 ଜଣଙ୍କ କ୍ରିୟାରେ ଖରଚ ଯାଇ ଯାହା ବଳିଥିଲା ସଟାବଟା କରି ମାସେ ଚଳିଲା। ଆଜି ଢାଳଟା ଢାଳି ପିତ୍ତଳଟା ବିକାପଟା ବନ୍ଧା ଛନ୍ଦରେ ଆଉ ମାସେ ଗଲା। ବାସୁ 2 ଓଳି ଦୁଆରକୁ ଆସେ। ରାତି ଘଡ଼ିଏ ଯାଏ ଥାଏ। ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏ। ବାସୁ କିଛି ଟଙ୍କା ପଇସା ଦେଲେ ଆଈ ବା ନାତୁଣୀ କେହି ନିଅନ୍ତି ନାହିଁ। ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡ଼ିଯାଏ। ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ। ବୁଢ଼ୀ ପାଖରୁ 1-2ଟା ପଇସା ନେଇ ସଉଦା କିଣିଦିଏ। ସେଇ 2 ପଇସାର ସଉଦାରେ 8-10 ଦିନ ଚଳିଯାଏ। ଘରର ଚାଳ ଉଡ଼ିଗଲାଣି। ଛାଉଣି ଦରକାର। ବାସୁ 2 ଟଙ୍କାର ନଡ଼ା କିଣି ବାଡ଼ିରେ ଗଦେଇଛି। ଶରଣ ହେବାରୁ ଛପରବନ୍ଦୀ ହୋଇପାରି ନାହିଁ। ବୁଢ଼ୀ ଏବେ ଆଉ ଦିନରାତି ବସି କାନ୍ଦେ ନାହିଁ। କେବଳ ସଞ୍ଜ ହେଲେ ବସି କାନ୍ଦେ।
କାନ୍ଦି କାନ୍ଦି ତଳେ ପଡ଼ିଯାଏ। ସେଇଠାରେ ରାତି କଟେ। ରେବତୀ ଧକେଇ ଧକେଇ ପାଖରେ ପଡ଼ିଯାଏ। ବୁଢ଼ୀ ଆଖିକି ଏବେ ଭଲ ଦିଶୁନାହିଁ, ବାୟାଣୀ ପରି ହୋଇଗଲାଣି। ଏବେ ସେ କାନ୍ଦିବାର ଉଣା କରିଦେବାରୁ ରେବତୀକୁ ଗାଳି ଦେବାକୁ ଆରମ୍ଭ କରିଛି। ଏତେ ସେ ଦୁଃଖ, ଏତେ ଦୁର୍ଦ୍ଦଶା ସବୁର ମୂଳ କାରଣ ହେଉଛି ରେବତୀ। ଏହା ସେ ମନ ମଧ୍ୟରେ ସ୍ଥିର ସିଦ୍ଧାନ୍ତ କରିସାରିଲାଣି। ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକା ହେଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା। ରେବତୀ କୁଲକ୍ଷଣୀ, ସେ କୁଳାଙ୍ଗୀ, ସେ ଲକ୍ଷ୍ମୀ ଛାଡ଼ି ବୁଢ଼ୀ ଆଖିକୁ ଯେ ଦିଶୁନାହିଁ ତାହାର କାରଣ ରେବତୀର ପାଠପଢ଼ା। ବୁଢ଼ୀ ଗାଳି ଦେଲାବେଳେ ରେବତୀ ଆଖିରୁ ଦୁଇ ଧାରା ବହି ଯାଉଥାଏ। ଡରେ ବୁଢ଼ୀ ପାଖରେ ଛିଡ଼ା ହୋଇପାରେ ନାହିଁ। ବାଡ଼ି ଦୁଆରେ ନହିଲେ ଘର କୋଣରେ ମୁହଁ ଘୋଡ଼ାଇ କାଠଟି ପରି ବସିଥାଏ। ବାସୁ ମଧ୍ୟ ଦୋଷୀ, କାରଣ ରେବତୀ ତ ଏତେ ଦିନ ଯାଏ ପାଠ ପଢ଼ିନଥିଲା। ସେହି ଆସି ସିନା ପାଠ ପଢ଼ାଇ ଦେଲା। ମାତ୍ର ବୁଢ଼ୀ ବାସୁକୁ କିଛି କହିପାରେ ନାହିଁ। ବାସୁ ନହେଲେ ଘର ଦଣ୍ଡେ ଅଚଳ। ପୁଣି ଜମିଦାର ଘର ଲଟ ଛାଡ଼ି ନାହିଁ। ଜମିଦାର ଘର ଲୋକ ଆସି ଆଜି ଏ ହିସାବଟା, କାଲି ସେ ହିସାବଟା ମାଗେ। ବାସୁ ନହେଲେ ପାଞ୍ଜି ବିଡ଼ାରୁ ପଢ଼ି ପତର କାଢ଼ି ଦେବ କିଏ? ବାସୁ ନଥିବା ବେଳେ ସେ ସହଜ କଥାରେ ତେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ। ରେବତୀ ଆଉ ଏଣିକି ସେହି ଗୃହ ପ୍ରାଙ୍ଗଣ ସଞ୍ଚାରିଣୀ ଲୀଳାମୟୀ ପ୍ରତିମା ନୁହେଁ। ତାହା ପାଟି ଆଉ କେହି ଶୁଣି ନାହିଁ। ବାପା ମା ଗଲା ଦିନୁ ତାକୁ ଦାଣ୍ଡ ଦୁଆରେ ଆଉ କେହି ଦେଖି ନାହାନ୍ତି। କେତେ ଦିନ ଯାଏ ଭୋ ଭୋ କରି ଡକା ପାରୁଥିଲା, ଏବେ ଆଉ ପାଟି କରି କାନ୍ଦେ ନାହିଁ। ମାତ୍ର ଦିବାରାତ୍ର ତାହାର ବଡ଼ ବଡ଼ ଆଖି ଦୁଇଟା ସାନ ସାନ ନୀଳକଇଁ ପରି ପାଣିରେ ଢଳ ଢଳ ହେଉଥାଏ। ତାହାର କ୍ଷୁଦ୍ର ପ୍ରାଣ, ତହିଁରୁ ଅତି କ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗି ଯାଇଛି। ତା ପକ୍ଷରେ ବର୍ତ୍ତମାନ ଦିନ ରାତି ସମାନ। ସୂର୍ଯ୍ୟରେ ଆଲୁଅ ନାହିଁ, ରାତିରେ ଅନ୍ଧାର ନାହିଁ, ସମସ୍ତେ ଜଗତ୍ ଶୂନ୍ୟ। କେବଳ ପିତାମାତାଙ୍କ ମୂର୍ତ୍ତି ହୃଦୟ ପୂର୍ଣ୍ଣ କରିଅଛି। ମା ଏଇଠାରେ ବସିଛନ୍ତି, ବାପା ଚାଲି ଯାଉଛନ୍ତି। ତାହା ଆଖିରେ କେବଳ ଏହି ଦୁଇଟା ଦିଶୁଅଛି। ବାପା ମା ମରିଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ। ଏ କଥା ସେ ବିଶ୍ୱାସ କରିପାରୁନାହିଁ। ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ। ଦିବାନିଶି ଅନୁକ୍ଷଣ ପିତାମାତା ଧ୍ୟାନ। ଜେଜେମା ଡରରେ ଖାଇବାକୁ ବସେ, ଭୂଇଁରୁ ପ୍ରାୟ ଉଠେ ନାହିଁ। ଦେହରେ ହାଡ଼ ଚମ ଦୁଇ ଖଣ୍ଡ ଧୁଡ଼ୁ ଧୁଡ଼ୁ ହେଉଛି। କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ। ବଡ଼ ବଡ଼ ଆଖି ଦୁଇଟାରେ ଜଳ ଜଳ କରି ବାସୁଦେବକୁ ଚାହିଁଥାଏ। ବାସୁ ଅନାଇଲେ ସାନ ନିଶ୍ୱାସଟେ ପକାଇ ମୁଣ୍ଡ ପୋତି ଦିଏ। ବାସୁ ପାଖରେ ଥିବା ଯାଏ ତାହାକୁ ଚାହିଁ ରହିଥାଏ। ଆଉ କିଛି ଜ୍ଞାନ ନଥାଏ। ଆଖିରେ ବାସୁଦେବ, ଚିନ୍ତା ବାସୁଦେବ। ସମୟ, ସମସ୍ତ ହୃଦୟଟା ବାସୁଦେବମୟ। ଶ୍ୟାମବନ୍ଧୁ ମରିବାର ଆଜକୁ ହାତ ଗଣିତରେ 5 ମାସ। ଜ୍ୟେଷ୍ଠ ମାସିଆ ଦିନ। ଠିକ୍ ଦିନ 2 ପହର ବେଳେ ବାସୁ ଦୁଆର ଡାକିଲା। ଏତେବେଳେ ସେ କୌଣସି ଦିନ ଆସେ ନାହିଁ। ବୁଢ଼ୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା। ବାସୁ କହିଲା, ଜେଜେମା। ବାସୁ ବୁଢ଼ୀକୁ ଜେଜେମା ବୋଲି ବରାବର ଡାକେ। ଡିପୋଟି ଇନ୍ସପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ। ସବୁ ସ୍କୁଲର ପିଲାମାନେ ଯିବେ। ମୋ ପାଖକୁ ଚିଠି ଆସିଛି। ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି। 5 ଦିନ ଲାଗିବ। ରେବତୀ କବାଟ କଣରେ ଛିଡ଼ା ହୋଇ ଶୁଣୁଥିଲା। ଲଟ୍ କରି ବସି ପଡ଼ିଲା। ଭାଗ୍ୟେ କବାଟ ଧରିଥିଲା, ନହେଲେ ପଡ଼ିଯାଇଥାନ୍ତା। ବାସୁ 5 ଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇଦେଇ ବୁଢ଼ୀକୁ ଜୁହାରଟିଏ ହୋଇ ଶନିବାର ମୁହଁ ସଞ୍ଜ ବେଳେ ବାହାରିଲା। ବୁଢ଼ୀ କହିଲା, ବାପା, ଖରାରେ ବୁଲିବୁ ନାହିଁ, ଦେହ ପାହାକୁ ଚାହିଁବୁ, ବେଳରେ 2ଟା ତୁଣ୍ଡରେ ଦେବୁ। ଏହା କହି ନିଶ୍ୱାସଟାଏ ପକାଇଲା। ରେବତୀ ଏକା ଧ୍ୟାନରେ ବାସୁକୁ ଚାହିଁଥାଏ। ଆଜିକା ଚାହାଣୀ ଅନ୍ୟ ରକମ। ଆଗେ ବାସୁ ଚାହିଁଲେ ମୁଣ୍ଡକୁ ତଳେ ପୋତି ଦେଉଥିଲା। ଆଜି ସେ ଭାବ ନାହିଁ। ଏକା ଧ୍ୟାନରେ ବାସୁକୁ ଚାହିଁ ରହିଛି। ବାସୁର ମଧ୍ୟ ଆଜି ଅଲଗା ଚାହାଣୀ ନୁହେଁ। ଆଗେ ବାସୁର ଯେମନ୍ତ ଖୁବ୍ ଇଚ୍ଛା ରେବତୀକୁ ଭଲ କରି ଦେଖିବ, କିନ୍ତୁ ଅନାଇ ପାରେ ନାହିଁ। ଆଜି 4 ଚକ୍ଷୁର ମିଳନ। ଆଖି ଫେରାଇବାକୁ କାହାର ଆୟତ୍ତ ନାହିଁ। ବାସୁ ଚାଲିଗଲାଣି। ଆଉ ଦିନ ନାହିଁ। ଘର ବାହାର ଅନ୍ଧାର ପୂରିଗଲାଣି। ରେବତୀ ଯେପରି ଚାହିଁଥିଲା ସେହିପରି ଚାହିଁଅଛି। ବୁଢ଼ୀ ଡାକିବାରୁ ତାହାର ଚେତନା ହେଲା। ଘର ବାହାର ସମସ୍ତ ଅନ୍ଧକାରମୟ। ରେବତୀ ବସି ଦିନ ଗଣୁଛି। ଆଜି ତ ଦିନ। ବାପ ମା ଗଲା ଦିନୁ ଦାଣ୍ଡ ଦୁଆର ଦେଖିନଥିଲା। ଆଜି ସକାଳୁ ଦାଣ୍ଡ ଦୁଆରେ 2 ଥର ମୁହଁ ମାରି ଗଲାଣି। ବେଳ ଅନ୍ଧାର 6 ଘଡ଼ି। ହରିହରପୁରରୁ ସ୍କୁଲ ପିଲାମାନେ ଫେରି ଆସିବା ମାତ୍ରେ ଲୋକେ ବୋଲାବୋଲି ହେଲେ। ହରିହରପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା। 4 ଥର ପୋଖରୀ ପାଣି ହେଲା। ଅଧରାତି ବେଳେ ଚାଲିଗଲେ। ଗ୍ରାମ ଲୋକମାନେ ହାୟ ହାୟ କଲେ। ପୁଅ ଝିଅ, ମା ମାଇକିନିଆ ମାନେ ପାଟି କରି କାନ୍ଦି ପକାଇଲେ। କେହି କହିଲା, ଆହା କି ରୂପରେ, କେହି କହିଲା କି ଧୀରରେ, କେହି କହିଲା ଦାଣ୍ଡରେ ଚାଲି ଯାଉଥିବ ଯେ ମାଛି ଟିକେ ମୋର ମଣିବ ନାହିଁ। ରେବତୀ ଶୁଣିଲା, ବୁଢ଼ୀ ବି ଶୁଣିଲା। ବୁଢ଼ୀ କାନ୍ଦି କାନ୍ଦି
ତାହା କଣ୍ଠରୁଦ୍ଧ ହୋଇଗଲା। ଆଉ କାନ୍ଦି ପାରିଲା ନାହିଁ। ଶେଷରେ ଉଠି କହିଲା, ଆହା ବାପା, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରାଇଲରେ। ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀଟାକୁ ପାଠ ପଢ଼ାଇବାରୁ ମରିଗଲା, ନହେଲେ କେବେ ବି ମରିନଥାନ୍ତା। ଶୁଣିଲା ବେଳୁ ରେବତୀ ଘରେ ଯାଇ ପଡ଼ିଛି। ସେ ସୋର କି ଶବ୍ଦ ନାହିଁ। ସେ ଦିନଟା ଗଲା। ତହିଁ ଆର ଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନ ଦେଖି ପାଟି କରି ଡାକିଲା, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ ବାୟାଣୀ ପରି ହୋଇଗଲାଣି। କାନ୍ଦ ବୋବାଳି ନାହିଁ, କେବଳ ରାଗରେ ଦିନରାତି ରେବତୀକୁ ଗାଳି। ପଡ଼ିଶା ଲୋକ, ଦାଣ୍ଡ ଗଲା ଲୋକ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଛନ୍ତି, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ ଆଖିକୁ ଦିଶୁନାହିଁ। ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା, ଡାକିଲା। ଜବାବ ନ ପାଇ ତା ଦେହରେ ହାତ ବୁଲାଇ ଦେଖିଲା, ଭାରି ଜ୍ୱର, ଦେହରୁ ନିଆଁ ବାହାରୁଛି, ଜ୍ଞାନ ନାହିଁ। ବୁଢ଼ୀ ଢେର ବେଳ ଯାଏ ବସି କ'ଣ ପାଞ୍ଚିଲା, କ'ଣ କରିବ, କାହାକୁ ଡାକିବ। ମନ ମଧ୍ୟରେ ଜଗତ ସଂସାର ଖୋଜିଲା, ପାଖରେ କାହାକୁ ଦେଖିଲା ନାହିଁ। କିଛି ସ୍ଥିର କରି ନ ପାରି ଖପା ହୋଇଗଲା। ଯାହା ଆପଣା କିଆ, ତହିଁକି ଇଲାଜ କିଆଁ। ଅର୍ଥାତ୍ ତୁ ପାଠ ପଢ଼ିବାରୁ ଜ୍ୱର ହେଲା, ମୁଁ କ'ଣ କରିବି। ଦିନ ଗଲା, 2 ଦିନ ଗଲା, 3 ଦିନ ଗଲା, 4 ଦିନ ଗଲା, 5 ଦିନ ଗଲା। ରେବତୀ ମାଟିରେ ଲାଗି ଯାଇଅଛି, ଆଉ ଫିଟାଉ ନାହିଁ। ଡାକିଲେ ଉତ୍ତର ନାହିଁ, ଉଁଚୁ ହେବା ନାହିଁ। ଆଉ 6 ଦିନ ରେବତୀ ସକାଳୁ 2-4 ଥର ପାଟି କଲାଣି। ବୁଢ଼ୀ ପାଟି ଶୁଣି ପାଖକୁ ଗଲା, ଦେହରେ ହାତ ବୁଲାଇ ଦେଖିଲା, ଗୋଡ଼ ହାତ ଶୀତଳ। ଡାକିଲେ ହୁଁ ହୁଁ, ଜବାବ ଦେଲା। କଟମଟ କରି ମୁହଁକୁ ଚାହୁଁଅଛି। କିଛି ନ ପଚାରିଲେ ମଧ୍ୟ କେତେ କଥା କହି ପକାଉଛି। କୌଣସି କବିରାଜ ଦେଖିଲେ ତୃଷ୍ଣା, ଦାହ, ପଳାପଶ ଇତ୍ୟାଦି ଶ୍ଲୋକ ପଢ଼ି କହନ୍ତେ ସନ୍ନିପାତସ୍ୟ ଲକ୍ଷଣମ୍। ମାତ୍ର ବୁଢ଼ୀ କିଛି ଖୁସି ହେଲା। ଦେହରେ ତାତି ନାହିଁ, କଥା କହୁନଥିଲା, ପାଟି ଫିଟାଇଲାଣି, ଚାହୁଁନଥିଲା, ଆଖି ଫିଟାଇଲାଣି, ପାଣି ପିଇବାକୁ ମାଗିଲାଣି। 6 ଦିନ ହେଲା, ଜିଭରେ ପାଣି ଟୋପାଏ ବାଜି ନାହିଁ। 4ଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ। ତୁ ଶୋଇଥା, ମୁଁ 4ଟା ପଥି ରାନ୍ଧି ଆଣେ। ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା। ପଥି ରାନ୍ଧିବ କ'ଣ? ଘରେ ପାଛିଆ, କୁଣ୍ଢେଇ, ହାଣ୍ଡି ଆଟିକା ସବୁ ଖୋଜିଲା, ମୁଠାଏ ଚାଉଳ ମଧ୍ୟ ନାହିଁ। ନିଶ୍ୱାସଟାଏ ପକାଇ ଘଡ଼ିଏ ବସିଲା। ବାସୁ 5 ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା, ସେଥିରେ 10 ଦିନ କିଆଁ ଚଳିଗଲା। ବୁଢ଼ୀର ଦୃଷ୍ଟିଶକ୍ତି ଥିଲେ ସିନା ବୁଝିପାରିଥାନ୍ତା। ବସି ବିଚାର କଲେ ବୁଦ୍ଧି ଦିଶେ। ଘରେ କଂସା ବାସନ କିଛି ନାହିଁ। ହାତରେ ଗୋଟିଏ କଣା ଢାଳ ପଡ଼ିଲା, ସେଇଟା ଧରି ହରିସା ଦୋକାନକୁ ବାହାରିଲା। ହରିସା ଘର ଗ୍ରାମ ମଝିରେ, ତହିଁରେ ରୀତିମତ ଦୋକାନ ନାହିଁ। ଚାଉଳ, ଡାଲି, ଲୁଣ, ତେଲ ରଖିଥାଏ। କୌଣସି ଦିନ ବିଦେଶୀ ଲୋକ ପହଞ୍ଚିଲେ କିଣନ୍ତି, କେବେ ହେଲେ ଗ୍ରାମ ଲୋକଙ୍କର କିଛି ଦରକାର ହେଲେ କିଣନ୍ତି। ବୁଢ଼ୀ ଢାଳଟି ଧରି ହରିସା ଦୁଆରେ ପହଞ୍ଚିଲା। ହରିସା ବୁଢ଼ୀ ହାତରେ ଢାଳଟି ଦେଖି ଅର୍ଥଟା ବେଶ ବୁଝିଗଲା। ବୁଢ଼ୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ଚାରିପାଖ ଦେଖି କହିଲା, ନାହିଁ ନାହିଁ, ମୋ ଘରେ ଚାଉଳ ନାହିଁ। ଆଉ ସେଇ କଣା ଢାଳଟା ରଖି କିଏ ଚାଉଳ ଦେବ? ହରି ଘରେ ସେ ଚାଉଳ ନଥିଲା, ତା ନୁହେଁ, ଦେବାକୁ ମଧ୍ୟ ଇଚ୍ଛା, ତେବେ ଶସ୍ତାରେ ନେବାର କଥା। ଚାଉଳ ନଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା। କ'ଣ କରିବ? ଝିଅଟା ଜ୍ୱରରୁ ଉଠିଛି, ତା ମୁହଁରେ କ'ଣ ଦେବ? ଘଡ଼ିଏ ବସିଗଲା। ବେଳ ବୁଡ଼ି ଗଲାଣି। ହରିକୁ 2 ଥର ଅନାଇଲା। ଯାଏ, ଝିଅଟା କ'ଣ କରୁଛି ଦେଖେ। ଢାଳଟି ଧରି ଉଠୁଛି। ହରି କହିଲା, ଦିଅ ଦିଅ, ଢାଳଟା ଦିଅ, ଦେଖେ ଘରେ କ'ଣ ଅଛି। ହରି ଢାଳଟା ରଖି 4 ମାଣ ଚାଉଳ, ଅଧମାଣେ ଯାଇ, କିଛି ଲୁଣ ଦେଲା। ବୁଢ଼ୀ 4-6 ଜାଗା ବସି ଉଠି ଘରେ ଆସି ପହଞ୍ଚିଲା। ଏ ପର୍ଯ୍ୟନ୍ତ ବୁଢ଼ୀ ଦାନ୍ତରେ ଦାନ୍ତକାଠି ବାଜି ନାହିଁ। ଦେହ ମନ କଥା କ'ଣ କହିବୁ। ଘରେ ପହଞ୍ଚି ରେବତୀକୁ ଡାକିଲା। ତାହାରି ବିଶ୍ୱାସ, ରେବତୀ ଭଲ ହୋଇଗଲାଣି, ପାଣି କାଢ଼ିଦେବ, ସେ ଭାତ ରାନ୍ଧିବ। ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇଯାଇ ଡାକିଲା, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ଜବାବ ନାହିଁ। ଏବେ ରେବତୀ ସନ୍ନିପାତ ରୋଗ କ୍ରମଶଃ ବଢ଼ୁଛି। ଭୟାନକ ଯନ୍ତ୍ରଣା। ଦେହ କ୍ରମଶଃ ଶୀତଳ ହେଉଛି। ଜିଭ ଶୁଖିଗଲାଣି। ଭୟଙ୍କର ପିପାସା। ଜିଭଟା ଯେମନ୍ତ ଭିତରକୁ ଚାଲିଯାଉଛି। ଥଣ୍ଡା ଜାଗାକୁ ଯିବାର ଇଚ୍ଛା। ଘରଯାକ ଗଡ଼ି ଗଡ଼ି ବାହାରକୁ ଆସିଲା। ସୁଖ ଲାଗିଲା ନାହିଁ। ବାଡ଼ି ଦୁଆରକୁ ଯାଇ ପିଣ୍ଡାରେ ବସିଲା। ଦିନ ଶେଷ ହୋଇ ଆସିଲାଣି। ଖୁବ୍ ପବନ ବହୁଛି। ବାଡ଼କୁ ଆଉଜି ବସିଲା। ବାଡ଼ିଯାକ ଅନାଇଲା। ଏହି ବାପା ଗଲା ବରଷ କଦଳୀ ଲଗାଇଥିଲେ, ଭଣ୍ଡା ବାହାରିଲାଣି। 2 ବର୍ଷ ତଳେ ମା ଗୋଟିଏ ପିଜୁଳି ଗଛ ଲଗାଇଥିଲେ। ରେବତୀ ଧାଇଁ ଧାଇଁ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା। ସେ ଗଛ କେଡ଼େଟାଏ ହେଲାଣି, ଫୁଲ ଧରିଲାଣି। ସେ ଗଛ ଦେଖି ମା ମନରେ ପଡ଼ିଲେ ବୁଦ୍ଧି ସ୍ଥିର ରହେ ନାହିଁ। ମନ ଚଞ୍ଚଳ, ଲଗାଲଗି କିଛି କଥା ମନରେ ପଡ଼େ ନାହିଁ।
ମାତ୍ର ମାତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନରୁ ଛାଡ଼ୁନାହିଁ। ସଞ୍ଜ ଗଡ଼ିଗଲାଣି। ଗଛ ମୂଳରୁ ଡାଳ ଉହାଡ଼ରୁ ଅନ୍ଧାର ଗୁଡ଼ାକ ବାହାରି ବାଡ଼ି ପୂରିଗଲାଣି। ଆଉ କିଛି ଦିଶୁନାହିଁ। ଆକାଶକୁ ଚାହିଁଲା। ପହରିକିଆ ତାରାଟିକୁ ଧକ ଧକ ହୋଇ କିରଣ ବାହାରୁଛି। ଏକ ଧ୍ୟାନରେ ରେବତୀ ସେହି ତାରାକୁ ଚାହିଁଅଛି। ଆଖିରେ ଆଉ ପଲକ ପଡ଼ୁନାହିଁ। ତାରାର ଆକାର କ୍ରମଶଃ ବଢ଼ିଯାଉଛି। ଚକ୍ର ପରି ଆକାର ହୋଇଗଲାଣି। ଆହୁରି ବୃଦ୍ଧି, କ୍ରମଶଃ ଉଜ୍ଜ୍ୱଳ। ଆହା, ଏ କି ମୂର୍ତ୍ତି! ତାରା ମଧ୍ୟରେ ଶାନ୍ତିଦାୟିନୀ ପ୍ରେମମୟୀ ଆନନ୍ଦମୟୀ ମାତାଙ୍କର ଅଭୟା ମୂର୍ତ୍ତି ବସି ସ୍ନେହରେ କୋଳକୁ ନେବା ସକାଶେ ଡାକୁଛନ୍ତି। ମା ଦୁଇଗୋଟି କିରଣ ହସ୍ତ ବଢ଼ାଇ ଦେଲେ। ସେହି କିରଣ ଦିଓଟି ଆସି ଦୁଇ ଚକ୍ଷୁ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା। ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ, କେବଳ ନିଶ୍ୱାସ ଶବ୍ଦ। ସେ ଶବ୍ଦ କ୍ରମଶଃ ପ୍ରବଳ, ଖୁବ୍ ଦୀର୍ଘ ନିଶ୍ୱାସ। ଶେଷରେ ମା ମା ଦୁଇଥର ଅସ୍ପଷ୍ଟ ଶବ୍ଦ ଶୁଭିଲା। ବାଡ଼ି ନିସ୍ତବ୍ଧ, ନୀରବ। ଏଣେ ବୁଢ଼ୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା। କେହି ନାହିଁ। ଘରଯାକ ବାହାର ଅଗଣା, ଢେଙ୍କିଶାଳ, ଢେଙ୍କି ଲାଞ୍ଜ କାହିଁ ନାହିଁ। ମନେ ହେଲା ଜ୍ୱର ଭଲ ହୋଇଗଲାଣି। ବାଡ଼ିରେ ବୁଲୁଥିବ ସେହି ଡାକ, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବାଡ଼ି ଦିଅରକୁ ଗଲା। ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା। ପିଣ୍ଡାଟା ଭୂମିଠାରୁ 2 ହାତ ଉଚ୍ଚ, ହାତେ ଚଉଡ଼ା। ମଲା, ତୁ ଏଇଠି ବସିଛୁ? ଦେହରେ ହାତ ଦେଇ ବୁଢ଼ୀ ପ୍ରଥମେ ଚମକି ପଡ଼ିଲା। ଆଉ ଥରେ ଭଲ କରି ଗୋଡ଼ଠାରୁ ମୁଣ୍ଡ ଯାଏ ହାତ ବୁଲାଇଲା। ନାକରେ ହାତ ଦେଇ ଗୋଟିଏ ଉତ୍କଟ ଶବ୍ଦ କଲା। ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲଦାଲ ଶବ୍ଦ। ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତରେ ଆଉ ଦେଖି ନାହାନ୍ତି। ପଡ଼ୋଶୀମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣିଥିଲେ। ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।